ମା ଆଜି ଆମେ ଆଲୋଚନା କରିବା ଚିରନ୍ତନୀ ବହିର ପୃଷ୍ଠା 288। ଭଲ ପାଇବା କ'ଣ ବୁଝ। ମା ଲେଖୁଛନ୍ତି, ଜଣେ ଯଦି ପ୍ରେମ କ'ଣ ବୁଝିବାକୁ ଚାହେଁ ତେବେ ସେ ଈଶ୍ୱରଙ୍କୁ ହିଁ ଭଲ ପାଇବା ଉଚିତ। ତାହେଲେ ଯାଇ ସେ ପ୍ରେମ କ'ଣ ତାହା ବୁଝିବାର ସୁଯୋଗ ପାଇବ। ମୁଁ ତୁମମାନଙ୍କୁ କହିଛି ଯେ ଜଣେ ଯାହାକୁ ଭଲ ପାଏ ତାହାରି ଭଳିଆ ହେବାକୁ ଭଲ ପାଏ। ତେଣୁ ଜଣେ ଯଦି ଈଶ୍ୱରଙ୍କୁ ଭଲ ପାଏ ତାହେଲେ ସେ କ୍ରମଶଃ ଏହି ଭଲ ପାଇବାର ସାଧନା ଭିତରେ ଅଧିକରୁ ଅଧିକ ଭାବେ ଈଶ୍ୱରଙ୍କ ଭଳି ହୋଇ ଚାଲେ ଏବଂ ସେତିକି ବେଳେ ଜଣେ ଦିବ୍ୟ ପ୍ରେମ ସହ ଏକାତ୍ମ ହୋଇପାରିବ ଏବଂ ଦିବ୍ୟ ପ୍ରେମ କ'ଣ ତାହା ବୁଝିପାରେ। ତା ନହେଲେ ପ୍ରେମକୁ ବୁଝିବା ସହଜ ନୁହେଁ। ଅବଶ୍ୟମ୍ଭାବୀ କଥା ହେଲା, ଦୁଇ ଜଣ ମଣିଷଙ୍କ ଭିତରେ ପ୍ରେମ, ସେ ପ୍ରେମ ଯାହା ହେଉନା କାହିଁକି ଏହା ସର୍ବଦା ଅଜ୍ଞାନ ପ୍ରସୂତ। ଏଥିରେ ଥାଏ ବୁଝାମଣାର ଅଭାବ, ଏଥିରେ ଥାଏ ଦୁର୍ବଳତା ଏବଂ ଥାଏ ବିଚ୍ଛେଦର ଭୟଙ୍କର ଆଶଙ୍କା। ଯେପରିକି ଜଣେ ଚାହିଁଲା ସେ ଏକ ଅନନ୍ୟ ଐଶ୍ୱର୍ଯ୍ୟ ଭିତରକୁ, ଏକ ଉଜ୍ଜଳ ବୈଭବ ଭିତରକୁ ପ୍ରବେଶ କରିବ, କିନ୍ତୁ ସେ ପ୍ରଥମରୁ କ'ଣ କଲା ନା ସେହି ଐଶ୍ୱର୍ଯ୍ୟ ଓ ତା ନିଜ ମଧ୍ୟରେ ଗୋଟେ ପରଦା ପକାଇଦେଲା। ତାପରେ ଦ୍ୱିତୀୟ ପରଦାଟି ପକାଇଦେଲା, ତାପରେ ତୃତୀୟ ପରଦାଟି ପକାଇଦେଲା। ଫଳରେ ପରଦାର ଅନ୍ତରାଳରେ ଥିବା ସେହି ପରମ ଐଶ୍ୱର୍ଯ୍ୟ ଓ ଉଜ୍ଜଳ ବୈଭବର ସ୍ୱରୂପକୁ ସେ ଆଉ ଦେଖି ନ ପାରି ଆଶ୍ଚର୍ଯ୍ୟ ହେଉଛି। ସେ ସମ୍ପର୍କରେ ତାହାର ରହିଛି ଖାଲି ଏକ ଝାପ୍ସା ଅସ୍ପଷ୍ଟ ଧାରଣା ମାତ୍ର। ତେଣୁ ପ୍ରଥମ କର୍ତ୍ତବ୍ୟ ହେଲା ସେହି ପରଦା ଗୁଡ଼ିକୁ ଅପସାରଣ କରିଦେବା, ସେଗୁଡ଼ିକୁ ବାହାର କରି ଦୂରକୁ ଫିଙ୍ଗିଦେବା। ତାପରେ ସେହି ବୈଭବ ଭିତରକୁ ପ୍ରବେଶ କରିବା ଓ ସେହି ଉଜ୍ଜଳ ବୈଭବ ପାଖରେ ଉପନୀତ ହେବା। ସେତେବେଳେ ଯାଇ ତୁମେ ଜାଣିବ ଯେ ସେହି ଉଜ୍ଜଳ ମହିମାନ୍ୱିତ ବୈଭବଟି କ'ଣ। ଆମେ ଯେଉଁ ଆଲୋଚନା କରୁଛନ୍ତି ବା ପ୍ରଥମେ କହିଲେ, ପଥର ହୃଦୟ ଅପେକ୍ଷା ଭଲ ପାଇବା ଦରକାର। ଭଲ ପାଇବା ଯେଉଁ ପ୍ରକାରରେ ଆସୁ ତାକୁ ଗ୍ରହଣ କରିବା, ତାକୁ ସ୍ୱୀକାର କରିବା। ତାପରେ କହିଲେ ତାର ଆବରଣଟିକୁ ଛିନ୍ନ କରିବା, ତା ପଶ୍ଚାତରେ ଥିବା ସତ୍ୟକୁ ଆବିଷ୍କାର କରିବା। ବର୍ତ୍ତମାନ ଯୋଉଟା ଆରମ୍ଭ କରୁଛନ୍ତି ଯେ ଯଦି ତୁମେ ସତରେ ଭଲ ପାଇବା କ'ଣ ଏବଂ ପ୍ରେମ କ'ଣ, ଯାହା ଭଲ ପାଇବା ସେଇ ପ୍ରେମ, ସେଇ ଶବ୍ଦ ଅଲଗା ଅଲଗା କେବଳ। ଭଲ ପାଇବା କ'ଣ ବା ପ୍ରେମ କ'ଣ ଯଦି ସତରେ ଜଣେ ଜାଣିବାକୁ ଚାହୁଁଛି ତେବେ ତାକୁ ଏ ମାନୁଷୀ ପ୍ରେମରୁ ଉର୍ଦ୍ଧ୍ୱକୁ ଉଠିବାକୁ ପଡ଼ିବ ଏବଂ ଈଶ୍ୱରଙ୍କୁ ହିଁ ଭଲ ପାଇବା ଉଚିତ। ଆମର ମାନୁଷୀ ପ୍ରେମ ଭିତରେ ଦୁର୍ବଳତା ନିଶ୍ଚୟ ରହିଥାଏ। କୌଣସି ଏକ ପ୍ରକାରର ଦୁର୍ବଳତା, ତାହା ଆପଣ ରକ୍ତ ସମ୍ପର୍କ କୁହନ୍ତୁ, ତାହା ଆପଣ ଯେଉଁ ବଂଶଗତ ସେଇ ରକ୍ତ ସମ୍ପର୍କର ଅନ୍ୟ ଏକ ବଂଶଗତ ସମ୍ପର୍କ କୁହନ୍ତୁ, ବା ମୋର ଯେଉଁ ପ୍ରକାରର ପ୍ରକୃତି ସେଇ ପ୍ରକାରର ସମପ୍ରକୃତି ବା ସମପ୍ରବୃତ୍ତି ଯାହା ପାଖରେ ଥାଏ ତା ପ୍ରତି ଆମର ଗୋଟେ ଭଲ ପାଇବା ଥାଏ। ଏବଂ ଆମର ଯଦି ଗାଁ ପ୍ରୀତି ଥିବ ତେବେ ସେଥିରେ। ତେଣୁ ଏ ସବୁ ଜିନିଷ ଭିତରେ ଗୋଟିଏ କମନ ଜିନିଷ ଦେଖି ଚାଲନ୍ତୁ, ସବୁ ଜାଗାରେ ମୁଁ ନିଶ୍ଚୟ ରହିଛି ଏବଂ ସେଇଟା ହିଁ ହେଉଛି ଗୋଟେ ପରଦା, ଯୋଉଟା କି ପ୍ରକୃତ ଭଲ ପାଇବା, ପ୍ରକୃତ ପ୍ରେମ, ଦିବ୍ୟ ପ୍ରେମ ଯାହାକୁ ଆମେ କହୁଛେ, ତା ଭିତରେ ସେ ପରଦା ସୃଷ୍ଟି କରି ଆମକୁ ଅଲଗା କରି ରଖେ। କିନ୍ତୁ ଆ ପୂର୍ବରୁ ଯେ ଯୋଉମାନେ ସାଧୁ ମୁନି ଋଷି ସେମାନେ ଯେତେବେଳେ ଏଇ ସତ୍ୟ ସମ୍ପର୍କରେ ସଚେତନ ହେଉଥିଲେ, ସେ ଜାଣୁଥିଲେ ଯେ ଏଗୁଡାକ ସବୁ ଆମକୁ କ'ଣ କରୁଛି, ନେଣ ଦେଣର ସମ୍ପର୍କ ଏବଂ
ମୋହ, ମାୟା, ମିଛ, ଆସକ୍ତି ସବୁ ଜାଣିଲା ପରେ ତେଣୁ ତାକୁ ସେ କହୁଥିଲେ ଯେହେତୁ ତାହା ଉପରେ ବିଜୟ ହାସଲ କରି ହେଉନାହିଁ ତେଣୁ ତା ଉପରେ ଦମନ କରିବା ପାଇଁ ସେ କହୁଥିଲେ। କିନ୍ତୁ ଦମନ କେବେ ବି କୌଣସିର ସମାଧାନ ନୁହେଁ। ଯୋଉ ସାମର୍ଥ୍ୟଟି ରହିଛି କେତେ ଦିନ ଧରି ଆପଣ ତାକୁ ଚାପି ରଖିପାରିବେ? ସେ ପୁଣି କେତେବେଳେ ବାହାରିବ? ବିକୃତ ହେଇପାରେ। ଏପରିକି ସେତେବେଳେ କହିଲେ ଯେ ଏମିତି ଏକ ଅବସ୍ଥା ସେ ପହଞ୍ଚିବ, ଏମିତି ତମେ ପଥର ହେଇଯିବ ଯେ ତୁମେ ଭଗବାନଙ୍କୁ ବି ଆଉ ଭଲ ପାଇପାରିବନି, ଅଗ୍ରଗତିକୁ ବି ଆଉ ଭଲ ପାଇପାରିବନି। ତେଣୁ ଆମର ଯୋଉ ଜଡ଼ ଚେତନା ଭିତରେ ରହିଥିଲେ ସେଇ ଜଡ଼ ଚେତନା ଭିତରେ ପଡ଼ିକି ରହିଯିବା। ଶତାବ୍ଦୀ ଶତାବ୍ଦୀ ଧରି ଲାଗିଯିବ ପୁଣି ଆଉ ଥରେ ତା ଭିତରେ ଭଲ ପାଇବାର ବୀଜଟିଏ ଅଙ୍କୁରୋଦ୍ଗମ ହବା ପାଇଁ। ତେଣୁ ଭଲ ପାଅ, କିନ୍ତୁ ତାପରେ ଧୀରେ ଧୀରେ ସେଥିରେ ମଳିନତା, ଅହଙ୍କାରତ୍ୱ, ନିଜର ଯୋଉ ନିଜ ପ୍ରତି ଭଲ ପାଇବା, ପୂର୍ବଥରେ ଆମେ ପଢିଲେ ଆମେ ନିଜକୁ ଭଲ ପାଇବା, ଏ ସବୁ ଜିନିଷରୁ ଊର୍ଦ୍ଧ୍ୱକୁ ଉଠିବାକୁ ପଡିବ। ଆଉ ସେ ଯଦି ପ୍ରକୃତରେ ସତରେ ଭଲ ପାଇବା କ'ଣ ଜାଣିବାକୁ ଚାହୁଁଛନ୍ତି ଆମେ, ତେବେ ସେଇ ଶାଶ୍ୱତ ସେଇ ପରମକୁ ଆମକୁ ଭଲ ପାଇବାକୁ ପଡିବ। ଏଠି ଆଉ ଗୋଟେ ସିକ୍ରେଟ କଥା କହୁଛି, ଆମେ ଯେତେବେଳେ ଯାହାକୁ ଭଲ ପାଆନ୍ତି ତାପରେ ଦେଖିବେ ଧୀରେ ଧୀରେ ତାର ସବୁ ଜିନିଷ ଆମକୁ ଭଲ ଲାଗେ। ତେଣୁ ଧୀରେ ଧୀରେ କ'ଣ ହୁଏ, ଆମେ ତାରି ଭଳିଆ ହବା ପାଇଁ ଆମେ ଚେଷ୍ଟା କରି କରି ଚାଲୁ, ଆମ ଅଜାଣତରେ ଆମେ ତାରି ଭଳିଆ ହେଇଯାଉ। ଜଣେ ଯେତେବେଳେ ନିଜକୁ ସମର୍ପି ଦିଏ, ଯାହା ପାଖରେ ସମର୍ପି ଦିଏ ତାରି ଭଳିଆ ହବା ପାଇଁ ଚେଷ୍ଟା କରେ। ଆପଣ ଏଠି କହିବେ ଯେ ସମସ୍ତେ କ'ଣ ଏମିତି ହୁଅନ୍ତି? ଦେଖ, ନିଜ ଭିତରେ ଯୋଉ ପ୍ରକାରର ପ୍ରବୃତ୍ତି ରହିଛି ସେଇ ପ୍ରକାରର ବ୍ୟକ୍ତି ପ୍ରତି ତାଙ୍କର ଦୁର୍ବଳତା ବଢେ ଏବଂ ସେଇ ତାଙ୍କ ଭିତରେ ନିଜ ଭିତରେ ଥିବା ସେଇ ଦୁର୍ବଳତା ଗୁଡ଼ିକ ଧୀରେ ଧୀରେ ପରିପୁଷ୍ଟ ହୁଅନ୍ତି। ତେଣୁ ଯାହାକୁ ସେ ଭଲ ପାଆନ୍ତି ତାରି ଭଳିଆ ହେଇଯାଏ। ଆପଣ କହିବେ ମତେ ତ କାହିଁ ଦେଖାଯାଉନି ସେ ଯାହାକୁ ଭଲ ପାଉଛି ସିଏ ଯୋଉ ଭଳିଆ ଇଏ ସେଇ ଭଳିଆ। ହଁ, ଆପଣ ଦେଖିବାକୁ ସମର୍ଥ ହେଇନାହାନ୍ତି। ମନେ କରାଯାଉ ସେ ଯାହାକୁ ଭଲ ପାଉଛି ତା ଭଳିଆ ଆପଣ ଭାବୁଛନ୍ତି ସେ ହେଇନାହିଁ, ତା ମାନେ ଆପଣ ଆଇଦର ଆପଣଙ୍କର ମାନସିକ ବିକାଶ ହେଇନାହିଁ କିମ୍ବା ଚୈତ୍ୟ ବିକାଶ ହେଇନାହିଁ, ଆପଣ ଜାଣିପାରୁନାହାନ୍ତି, କିମ୍ବା ଯୋଉ ଦ୍ୱିତୀୟ ବ୍ୟକ୍ତି ସିଏ ନିଜକୁ ଏଭଳି ଭାବରେ ପ୍ରୋଜେକ୍ଟ କରି ରଖିଛି, ଏଭଳି ଭାବରେ କପଟ ଆଚରଣ କରି ରଖିଛି ଯଦ୍ୱାରା ତା ଭିତରେ ଥିବା, ନାଇଁ ଏଠି କପଟ ଆଚରଣ କହିବାଟା ଭୁଲ ହବ, କାହିଁକିନା ଏଇଟା କେବଳ ଯୋଉ କପଟ ଆଚରଣ ଯେତେବେଳେ ଜଣେ ବିରୋଧୀ ଶକ୍ତି ଦ୍ୱାରା ପ୍ରଭୁ ପରିଚାଳିତ ହଉଛି ସେତେବେଳେ କପଟ ଆଚରଣ ଦେଖାଏ। ତେଣୁ ବାହାରକୁ ସେ ଗୋଟେ ଜିନିଷ ଦେଖାଏ ଏବଂ ଭିତରେ ତା ରୂପଟି ଅଲଗା ଥାଏ। ସେଇଭଳି ଭାବରେ ଆମେ ଯଦି ଜଣେ ଉଚ୍ଚତର ସତ୍ତା ଯେତେବେଳେ ସେମାନଙ୍କୁ ଆମେ ଭଲ ପାଉଛୁ ବା ପୂଜା କରୁଛୁ, ଆମେ ଭଲ ପାଇକି ପୂଜା କରୁଛୁ, ଆଦର୍ଶ ବୋଲି ମାନୁଛୁ, ସେତେବେଳେ ଆମେ ସେଇ ସେଇ ଉଚ୍ଚତର ସତ୍ତାଙ୍କ ପରିବର୍ତ୍ତେ ହେଇଯିବା। ତେଣୁ ମା କହୁଛନ୍ତି ଯଦି ତମକୁ ସତରେ ପ୍ରକୃତ ପ୍ରେମ କ'ଣ ଜାଣିବାକୁ ଚାହୁଁଛ ତାହେଲେ ତମେ ଭଗବାନଙ୍କୁ ଭଲ ପାଅ, ତାହେଲେ ତମେ ଈଶ୍ୱରଙ୍କ ଭଳିଆ ହେଇଯିବ। ଆଉ ଈଶ୍ୱର ସମସ୍ତ ଐଶ୍ୱର୍ଯ୍ୟର ସେ ହଉଛନ୍ତି ଭଣ୍ଡାର, ସମସ୍ତ ଜ୍ଞାନର ସେ ହଉଛନ୍ତି ଉଦ୍ଗାତା, ସମସ୍ତ ପ୍ରେମର, ସମସ୍ତ ଶକ୍ତିର, ସମସ୍ତ ସୌନ୍ଦର୍ଯ୍ୟର, ଯାହା କହିବ ସେ ସବୁର ହଉଛନ୍ତି ସେ ନିଜେ ସୃଷ୍ଟିକର୍ତ୍ତା। ତେଣୁ ଆମେ ଧୀରେ ଧୀରେ କ'ଣ ହବା, ଯଦି ଈଶ୍ୱରଙ୍କୁ ଭଲ ପାଇବା ତେବେ ତାଙ୍କରି ଭଳିଆ ହେଇଯିବା। ତାମାନେ ଆମ ଭିତରେ ଥିବା ଯୋଉ ଈଶ୍ୱରତ୍ୱ ସିଏ ଧୀରେ ଧୀରେ ଅଧିକରୁ ଅଧିକ ପରିପୁଷ୍ଟ ହବ। ଦେଖନ୍ତୁ ଆଉ ଥରେ ସର୍ଟରେ, ଯିଏ ଯାହାକୁ ଭଲ ପାଏ ତାରି ଭଳିଆ ଯୋଉ ହେଇଯାଏ, କାରଣ ଆମ ଭିତରେ
जो प्रवृत्ति थाए जो दुर्बलता थाए समान प्रकारर दुर्बलता बा प्रवृत्ति जहाँ पाखे थाए आमर ता प्रति आट्राक्शन बढ़े आमे ताकू भल पाए तेणु कौन हुए धीरे धीरे मो भितर से प्रवृत्ति गुड़िक अधिक रु अधिक विकसित हुआ मु तांकरी भलिया होई उठे बर्तमान जिते मु भगवान को भल पाइबी देख समान कथा कौन समान कथा ना मो भितर थिबा सामर्थ्य वृद्धि पाइब बर्तमान मु जदि भगवान को भल पाइली ताले मो भितर थिबा भगवानकर जो चिरंतन शाश्वत अंश जो चैत्य सत्ता सी भी वृद्धि पाइब कार्य समान तेणु से मामू जोटा कहते सब कस्मी देवाय काम जेहेतु समान तमे कौ देवता उद्देश्य करुच तमें जदि अहं को संतुष्टि करने को चाहूच मनुष्य भली रहा चाहूच पशु प्रवृत्ति भितर रहा चाहूच ताले से भाया धीरे तम भितर थिबा से प्रवृत्ति वृद्धि पाई चलो तमें जदि कह ना मु ईश्वर भाई हवा चाहे मु ईश्वर हो चाहे माँ हो चाहे दिव्य प्रेम कौन जाना चाहे ताले मो भितर लुकायित ही रही से अप्रकट शक्ति धीरे धीरे अधिक अधिक प्रकट हो से माँ कहते भल पाइबार साधना भितर अधिक रु अधिक भाव ईश्वर भली हो चले और सेतिकी बेले जड़े दिव्य प्रेम सह एकात्म हो पार एवं दिव्य प्रेम कौन ताहा बुझीपर ता ना प्रेम को बुझा सहज ता ना आमको कौटा भल लगे ना से गीत प्रेम हूँ 2.5 अक्षर 2.5 अक्षर का प्रेम से गुड़ाक आमको भल लगे से आम माति थवा से आमको सतर्क कर दुई जन मनुष्य भितर प्रेम जेते शाश्वत भली लगुले जमी आम कहू वात्सल्य प्रेम हूँ सबुठारु मातृप्रेम माँ माने जन्मित मार जो वात्सल्य प्रेम सी हूँ सबुठ उच्चरे सब जहा जो प्रेमर जेते उच्च आसन नौच दुई जन मनुष्य भितर प्रेम सी सर्वदा अज्ञान प्रसूत होता सेतिकी बेले जे ज्ञान प्रसूत हम जिते बड़े आम ता भितर थिबा माँ को आम भल पाइबा मु एक्स को भल पाउची कहीं माँ अच्छा भल पाउची यही चेतनार जो मु बसवास करी से आउ अज्ञान प्रसूत ही रहा आउ दुई जन मनुष्य भितर जिते बड़े भी जेको प्रकार प्रेम था निश्चय बुझामणार अभाव आसो से दुर्बलता थाए आर दुर्बलता जो सी भल पाए तार दुर्बलता जो सी भल पाए एवं आए विच्छेदर भयंकर आशंका से देखिए सब डर थाए से काले मत भल पाइबनी कि आप देखिए यदि आम साधारण ये जो बॉयफ्रेंड गर्लफ्रेंड कथा देखा जदि झीटे देखला जे से पुओटी आउ का सहित कथा होची भलरे कथा हसिला सम वयस्क झील बा तारी सांग भी किए था आ भीतर संदेह उपजे प्रथम प्रथम किसी लगे आउ कि दिन पर कह तो मत तो ये हसी हसिकी पटई आउ ता सहित कौन से हस खुशी कलानी पटाऊँ कि प्रकार शब्द से माने व्यवहार कर पुओटे से भाया जो झीटे जदि आउ टे पुओ ठारू आउ टे सुंदर एवं जो हो ज्ञान हो कि सौंदर्य हो टी अधिक हो कि धन अधिक होती भिन्न भिन्न प्रकार व्यक्ति था कौन जदि से ये जो काटागोरी से काटागोरी से अधिक हो तेरे आ मन सन्देह आसे से कौन ता सहित कथा मते छाड़ी धरला यही प्रकार विच्छेदर भयंकर आशंका थाए आपण देखिए माँ जिते बड़े ता पुओ को भल पाऊ थाए माँ पुओ दूर को गले डर लगे ना मो आखि आगे था सेमती पुओ जदि बड़ हो गला पुणी डरे कौन डरे
ଏତେ ବଡ ହେଲାଣି, ତା ବାହା ହବ, ବାହା ହେଲେ ତା ସ୍ତ୍ରୀ କିଏ ହବ, ଆଉ କଣ ମତେ ଆଉ ମୋ ଅଞ୍ଚଳରେ ଆଉ ପଶିବ? ଆଉ କଣ ମୋ ସ୍ନେହ ସେ ବୁଝିପାରିବ? ତା ଯାହା ତା ସ୍ତ୍ରୀର ହବ ନା ଆଉ। ଏଇ ପ୍ରକାରର ଏକ ବିଚ୍ଛେଦର ଭୟ ଭିନ୍ନ ଭିନ୍ନ ଭାବରେ, ଏଠି ଆମେ ଗୋଟେ ଦିଟା ଏକ୍ସାମ୍ପଲ ନେଲେ, ସେମିତି ସମସ୍ତଙ୍କ ଭିତରେ, ଆପଣ ଦି ଜଣ ସାଙ୍ଗଙ୍କ ଭିତରେ ବିରୋଧ ବା ପୁରା ଫାଟ ସୃଷ୍ଟି କରିବା ପାଇଁ ଗୋଟେ କଥାରେ କହନ୍ତି, ପ୍ରାୟତଃ ଦେଖିବେ ସେଇଟା ନିଶ୍ଚୟ କାମ କରିଯାଏ। ଆପଣ ଜଣକୁ ଡାକିକି ଅଲଗା କହିବେ, ଆଉ କହିବେ ତାକୁ କିଛି କହିବୁ ନାହିଁ, ଖାଲି କଣ କହିବେ? ତାକୁ କିଛି କହିବୁନି, କିଛି ନୁହଁ ବା, ତାକୁ କିଛି କହିବୁନି, ଏତିକି କଣ? ବର୍ତ୍ତମାନ ସେ ପଚାରେ ସେ ତ କଣ କହୁଥିଲ? ସେ ବା କହିଲା ଯେ ତାକୁ କିଛି କହିବୁ ନାହିଁ। କଣ ତୁ ମୋର ଏତେ ସାଙ୍ଗ ମତେ କହିବୁ ନାହିଁ? ଆରେ ସେ କହିଲା ଏଇଆ ଯେ ତୁ ତାକୁ କିଛି କହିବୁ ନାହିଁ। ସିଏ ଆଉ ସରିଲା ତ, ଆଉ ସରିଗଲା, ଦି ଜଣ ଭିତରେ ଝଗଡ଼ାଝାଟି ହେଇଯିବ, ପୁରା ଅଲଗା ଅଲଗା। ତେଣୁ ବିଚ୍ଛେଦର ଭିନ୍ନ ଭିନ୍ନ ପ୍ରକାରର ଆଶଙ୍କା ରହିଥାଏ ସବୁବେଳେ। ଆଉ କହୁଛନ୍ତି ଜଣେ ଚାହିଁଲା ସେ ଏକ ଅନନ୍ୟ ଐଶ୍ୱର୍ଯ୍ୟ ଭିତରକୁ, ଏକ ଉଜ୍ଜଳ ବୈଭବ ଭିତରକୁ ପ୍ରବେଶ କରିବ, କିନ୍ତୁ ଆମେ କଣ କରୁ? ଏଇ ପ୍ରକାରର କାର୍ଯ୍ୟ କରି, ଏ ଯୋଉ ଆମେ କଥା ହେଲେ ସବୁ, ଏଇ ମାନୁଷୀ ପ୍ରେମ ଭିତରେ ଆମ ପ୍ରେମ ହଉଛି ଶାଶ୍ୱତ ପ୍ରେମ। ପରସ୍ପର ଭିତରେ ଆମର ଏମିତି ଏଇଟା ହଉଛି ହରିହର ଯୋଡି, ହରି ନାରାୟଣ ଯୋଉ ଲକ୍ଷ୍ମୀ ନାରାୟଣ ଯୋଡି, ଏଇ ପ୍ରକାରର ଯେତେ ଯେତେ ନିଜକୁ ବଢେଇ ପାରନ୍ତି ବଢାନ୍ତି, କିନ୍ତୁ ସେଉଠୁ ଆରମ୍ଭ ହୁଏ ପ୍ରଥମ ପରଦା। ତାପରେ ନିଜର ଅଧିକାର ସାବ୍ୟସ୍ତ କରନ୍ତି, ନିଜକୁ ସାବ୍ୟସ୍ତ କରନ୍ତି। ତୁ ଯଦି ମତେ ସତରେ ଭଲ ପାଉଥିବୁ ତାହେଲେ ଏମିତି କରିବୁ। ଆପଣ ଦେଖିଥିବେ କେତେ ଜାଗାରେ କେତେ ଘଟଣା ଘଟେ। ଏଇଭଳି ଭାବରେ ଧୀରେ 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 ଆମେ ଭଗବାନଙ୍କ ପ୍ରତି କୃତଜ୍ଞତା ବଦଳରେ ମନୁଷ୍ୟ ପ୍ରତି ଆମର ଭଲ ପାଇବା ବଢି ଚାଲେ। ସେ ସବୁ ଭଲ ପାଇବା ଭିତରେ କଣ ହୁଏ ନା, ଈଶ୍ୱର ମୋ ଭିତରେ ଗୋଟିଏ ପରେ ଗୋଟିଏ ପରଦା ପଡି ପଡି ଚାଲେ। ଧୀରେ ଧୀରେ ଯୋଉ ଐଶ୍ୱର୍ଯ୍ୟ, ଯୋଉ ଉଜ୍ଜଳ ବୈଭବ କୁ ମୁଁ ଦେଖିବାକୁ ଚାହୁଁଥିଲି, ଏବଂ ଈଶ୍ୱରଙ୍କୁ ସେଇଥିପାଇଁ ଐଶ୍ୱର୍ଯ୍ୟମୟୀ, ମାଙ୍କୁ ଐଶ୍ୱର୍ଯ୍ୟମୟୀ କୁହାଯାଏ, ତାଙ୍କ ପାଖକୁ ଯାଇଥିଲି। ଧୀରେ ଧୀରେ କଣ ହବ, ଏଇ ପରଦାଟା ମୋଟା ହେଇ 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 ହେଇଯିବ, ଆଉ ସେ ଐଶ୍ୱର୍ଯ୍ୟ, ଆଉ ସେ ଉଜ୍ଜଳ ବୈଭବ ମତେ ଆଉ ଦେଖାଯିବ ନାହିଁ। ଧୀରେ 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 ଝାପ୍ସା ହବ, ଅସ୍ପଷ୍ଟ ହବ, ଆଉ କିଛି ଦିନ ପରେ ସବୁ ଯାକ ଓଲଟା ହେଇଯିବ। ସବୁ ଯାକ ଓଲଟା ହେଇଯିବ, ଭଗବାନ ଭଗବାନ କିଛି ନାହିଁ, ତ ମୁଁ ଯାହା କହୁଛି ସେଇଟା ହିଁ ଭଗବାନ କହୁଛନ୍ତି, ଏସବୁ ଜିନିଷ ହେଇଯିବ, ପୁରା ଅଲଗା ହେଇଯିବ। ତ ଯଦି ମା ସେଥିପାଇଁ କହୁଛନ୍ତି, ଯଦି ତମେ ଚାହୁଁଛ ପ୍ରକୃତରେ କଣ ବୁଝିବାକୁ, ଭଲ ପାଇବା କଣ ବୁଝିବାକୁ ଚାହୁଁଛ, ତାହେଲେ ପ୍ରଥମ କର୍ତ୍ତବ୍ୟ ହେଲା ଯୋଉ ଯୋଉ ପରଦା ଗୁଡାକ ଆସୁଛି ତାକୁ ଅପସାରଣ କରିବା, ସେଗୁଡିକୁ ବାହାର କରି ଦୂରକୁ ଫିଙ୍ଗିଦବା, ତାପରେ ଯାଇକି ସେ ବୈଭବ ଭିତରକୁ ପ୍ରବେଶ କରିବା। ଯୋଉ ପରଦା, ଯୋଉ ଯୋଉ ଘଟଣାବଳୀରେ, ଯୋଉ ଯୋଉ ମୋର ଗତି ସ୍ପନ୍ଦନରେ ଟିକିଏ ବି କାହା ପ୍ରତି ଆସକ୍ତି ଆସିଲା, ସାଙ୍ଗେ ସାଙ୍ଗେ ସେ ପରଦାକୁ ଅପସାରଣ କରିବେ। କୌଣସି ଜାଗାରେ ମା ମନେ ନ ପଡିକିରି ସେ ବ୍ୟକ୍ତି ମନେ ପଡିଲା, ସେ ଘଟଣା ମନେ ପଡିଲା, ତେବେ ଆପଣ ଜାଣିବେ ଯେ ଆପଣ ସେ ଜାଗାରେ ବାନ୍ଧି ହେଇ ରହିଛନ୍ତି, ତାକୁ ଅପସାରଣ କରିବେ। ତାକୁ କଣ କରିବେ? ମାଙ୍କ ପାଖରେ ସମର୍ପଣ କରିବେ। ସବୁଠୁ ବଢିଆ ବାପ, ତାକୁ ମାଙ୍କ ପାଖରେ ସମର୍ପଣ କରିବେ। ଧୀରେ ଧୀରେ ତା ପ୍ରତି ଆପଣଙ୍କର ଆସକ୍ତି ଦୂର କରିବେ, ତାହେଲେ ଯାଇକି ସେ ବୈଭବ, ସେଇ ଉଜ୍ଜଳ ବୈଭବ ପାଖରେ ଆମେ ପହଞ୍ଚି ପାରିବୁ। ମା, ମା, thank you all, Robert.